কাহি গলে বন্ধুরে, কাহি গলে বন্ধুরে, রাধারাণী ঝুরি মরে। ବହୁତ ମୁଁ ଯାଉଥାଏ ତାଳଚେର ଗୋଟେ ପ୍ରୋଗ୍ରାମରେ ସେଇ ଯୋଉ ଟ୍ୟାକ୍ସି ବାଲା ନେଇଥିଲା ସେ ଗୀତଟା ଲଗେଇଦେଲା। ଆଜ୍ଞା କଣ ଗାଇଛନ୍ତି, ଗାଡି ବନ୍ଦ କଲା, ପାଦ ଛୁଇଁକିରି ମୁଣ୍ଡିଆ ମାରିଲା, ସେଠି ହେଇଗଲା, ମୁଁ କାନ୍ଦି ପକେଇଲି। ସୁଖ ଫେରେ ଦୁଃଖ ଫେରେ କେତେ ବାଟ ଦେ ପାଇ ଅଛି ରେ ଶେଷ ପାଉଣା ଖଣ୍ଡ ବାଉଁଶ ଖଣ୍ଡେ ମସିଣା। ଓ ଲକ୍ଷେ ଶିବ ପୂଜି ପାଇଥିଲୁ ପୁଅ, ପୁଅ ଚାହିଁଲା ନାହିଁ ତ ମୁହଁ। ଫୁଲ ଭାଙ୍ଗି କ୍ଷୀର ଦେଇଥିଲା ଫଲ ଭାଙ୍ଗି କ୍ଷୀର ଦେଇଥିଲି ବୋଲି ଭୁଲି ଗଲୁ କି ମୋ ସଂଖାଳି। লক্ষ্মী শিব পুজো পাই যাইনি সৌরভে নাইট মিউজিক সন্ধ্যে আসে নই নই গাই গোঠ নেই যাইছি কনেই। ଗାଈ ଗୋଠ ନେଇ ଯାଇଛି କହ୍ନେଇ କାହିଁ ମୁଁ ନାଟରେ ଯୋଉଠି ଗାଈ ସେଠି ମୁହଁ ତାରନ୍ତି ନେଇକି ରଖିଲା ମନ ବିମ୍ବା ଧରି ଧରି ରେ। ମୋ ଛାତ୍ର ମାନେ ସବୁ ନ୍ୟାସନାଲ ଆୱାର୍ଡ ପାଇଲେଣି, ମତେ କେହି ମନେ ରଖିନା। କେତେ ଯେ ବିଦେଶ ଗସ୍ତ କରିଛି ତାର ସୀମା ନାହିଁ। ଯୋଉଟା ଯାହାକୁ ନ ଆସେ ସେ ଆସି ମତେ ପଚାରନ୍ତି ଏଟା ସାର୍ କଣ କେମିତି ହେଲା, ସେଟା ସାର୍ କଣ କେମିତି ହେଲା। ମୁଁ ମୋର ହେଲେ କାହାକୁ ପଚାରି। ଗୁରୁ ଘନଶ୍ୟାମ ପଣ୍ଡା ତାଙ୍କର ଗଭୀର ଏବଂ ଭାବପୂର୍ଣ୍ଣ ସ୍ୱର ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଛୁଇଁଯାଏ। ସେ ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ଶୈଳୀକୁ ଅତି ନିଖୁଣ ଭାବେ ଶିକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜଣେ ସମ୍ମାନିତ ଗୁରୁ ଭାବରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ସଙ୍ଗୀତର ଶିକ୍ଷା ଦେଇଛନ୍ତି। କେବଳ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ନୁହେଁ, ଓଡ଼ିଆ ସିନେମା ଜଗତରେ ମଧ୍ୟ ତାଙ୍କର ଯୋଗଦାନ ଅତୁଳନୀୟ। 1977ର ଅଭିମାନ ଚଳଚ୍ଚିତ୍ରର ସେହି କାଳଜୟୀ ଗୀତ କାହିଁ ଗଲେ ବନ୍ଧୁରେ ଆଜି ବି ଶ୍ରୋତାଙ୍କ ଆଖିରେ ଲୁହ ଆଣିଦିଏ। ଏହା ସହିତ ଛମାଣ 8 ଗୁଣ୍ଠ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଶାଶୁ ଘର ଚାଲିଯିବି, କଳା ମାଣିକ, ମା ଗଜ ବାୟାଣୀ ଭଳି ଅନେକ ସିନେମାରେ ସେ ନିଜର କଣ୍ଠଦାନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ଗାଇବାରେ ତାଙ୍କର କୌଣସି ତୁଳନା ନାହିଁ। ମୁଁ ତ କହିବି ବେଳେବେଳେ, ମୁଁ କହିଲି ଓଡ଼ିଶୀ ସଙ୍ଗୀତକୁ ବର୍ତ୍ତମାନ କିଛି ନକ୍ସଲପନ୍ଥୀ ପଶି ଆସିଛି। ଆଉ ଠିକ ମାର୍ଗରେ ଆମେ ପ୍ରଦର୍ଶନ କରିପାରୁନି। ଆପଣ ଶୁଣିବେ ସିଙ୍ଗାରୀ ଶ୍ୟାମଚନ୍ଦ୍ରକରଙ୍କ ଗୀତ, ତାଙ୍କ ଦେଶାତ୍ମକ ବୋଧ ଗୀତ ବି ଓଡ଼ିଶୀ ବଢ଼ିଆ ଲାଗୁଥିଲା, ତାଙ୍କ ଭଜନ ବି ଓଡ଼ିଶୀ ବଢ଼ିଆ ଲାଗୁଥିଲା। କିନ୍ତୁ ଆମର କଣ ହଉଛି, ଓଡ଼ିଶୀ ସଙ୍ଗୀତ ବଢ଼ିଆ ଲାଗୁନାହିଁ, ଗଜଲ ଗାଇଲା ଭଳିଆ ଶୁଣୁଛି। ଆପଣ ତ କେହି ପିଲା ନୁହନ୍ତି ନା, ଆପଣଙ୍କୁ ବୁଝେଇବ କାହିଁକି ଗୀତକୁ ଏତେ ଭଲ ପାଇଲେ ଆପଣ? ନା ଗୀତକୁ ଭଲ ପାଇଲେ ଏଥିଲାଗି ମୋ ବାପା ଭାରି ସଙ୍ଗୀତ ପ୍ରେମୀ ଥିଲେ। ମୋ ବଡ ଦିଅଣୀକି ଶିଖେଇବାକୁ ସେ କଟକରୁ ଉସ୍ତାଦ ନେଇକିରି ଘରେ ରଖିଥିଲେ। ସେ ଶିଖନ୍ତି, ସେଇ ପ୍ରଭାବଟା ଆସ୍ତେ ଆସ୍ତେ ମୋ ଉପରେ ପଡ଼ିଲା। ମୁଁ ବି ସାରେଗାମା ପାରେଗାମ ଆରମ୍ଭ କରି ୟା ଭିତରେ ପଶିଲି। ଆଉ ତାପରେ କେନ୍ଦୁଝର ରଜା ଏମିତି ଚାଲିଗଲେ, ବଳଭଦ୍ର ନାରାୟଣ ମହନ୍ତ ସେ ଚାଲିଗଲେ। ଆମେ ତ ସାତ ଶାସନ ଦି ସାହି ଭିତରେ ଯାଉନା, ଆମକୁ ରଜାଘର ନିମନ୍ତ୍ରଣ ଥିଲା ଆମ ଗାଁକୁ। ସିଏ ଡାକିଥିଲେ, ମୁଁ ଯାଇଥିଲି। ମୋର ଯିଏ ପ୍ରଥମ ଗୁରୁ ଥିଲେ ଯୋଗେନ୍ଦ୍ରନାଥ ପତି ଆଜ୍ଞା, ଯିଏ କେନ୍ଦୁଝର ରଜାଙ୍କ ଝିଅକୁ ଗୀତ ଶିଖଉଥିଲେ, ସିଏ ଦେଖିଲେ ମତେ ସେଠି ରଜାକୁ ଆସିଲେ, କହିଲେ ଯେ ତୁ କୁଆଡେ? ମୁଁ କହିଲି ଆମକୁ ପ୍ରାୟ ଏମିତି ନିମନ୍ତ୍ରଣ ହେଇଛି। ନା ତୁ ଏଠି କୋଉଠି? ତୁ ଚାଲ ରଜାଙ୍କ ପାଖ, ତୁ ମୋ ସାଙ୍ଗରେ ଯିବୁ ନା ଉପରକୁ, ମତେ ନେଇଗଲା ଉପରକୁ। ସେତେବେଳେ କେଉଁଝର ଛୋଟରାୟ ସାହେବ ଲକ୍ଷ୍ମୀ ନାରାୟଣ ମହନ୍ତ MP ଥାନ୍ତି। ମତେ କହିଲେ ଆଜ୍ଞା ଏ ପିଲାଟି ଶିଖଉଛି ଗୀତ, ନୂଆ ଶିଖୁଛି, ଭଲ ଗାଉଛି, ତୁ ଗୋଟେ ଗାଇବ, ଆପଣ ମାନେ ଶୁଣିବେ, ସବୁ ରଜା ମାନେ ବସିଛନ୍ତି, ରଜାଘର କାମ। ସେଠୁ ମୁଁ ଗାଇଲି ଗୋଟେ ଓଡ଼ିଶୀ ଗାଇଲି, ଯେମିତି ରଜା ମାନେ ବହୁତ ଖୁସି ହେଇଗଲେ। ସବୁ ଗାଇଲି ଗୋଟିଏ ଓଡ଼ିଶୀ ଗୀତ, ପ୍ରାଣ ବାନ୍ଧବୀରେ ପ୍ରାଣ କର କୁଆରେ, ଜାଣ ରମଣୀ ପର ମାଣ କହୁଛି ତୋରେ ବଞ୍ଚିବ କେହି।
ସେ ଗୀତ ଗାଇ ଯେମିତି ରୋଜାମାନେ ସବୁ ଖୁସି। ଲକ୍ଷ୍ମୀନାରାୟଣ ବନ୍ଧ ପଚାରିଲେ, କହିଲେ ଗୁରୁଜୀ ଏ ପିଲାଟି କିଏ? ଇଏ ପୁରା ଇଏ ନେଲୁମର ମିକୁ ମହାଜନଙ୍କ ପୁଅ। ଏଠି ମିକୁ ନନା ପୁଅ ଇଏ ଯାହାକୁ ବଢିଆ ଲାଗୁଛି। ତାକୁ ଭୁବନେଶ୍ୱର ପଠେଇଲେ ଇଏ ଭଲ କରିବ କହିକିରି ସେ ସବୁ ବ୍ୟବସ୍ଥା କଲେ। କହିଲେ ଗୌରୀ କୁମାର ବ୍ରହ୍ମା ଅଛନ୍ତି ସନ୍ତିନାଥ ଏକାଡେମୀ ସେକ୍ରେଟାରୀ, ମୁଁ ତାଙ୍କୁ କହିଦଉଛି ଆକୁ ଆଡମିସନ କରିବି। ମୁଁ ଆସିଲି ତାଙ୍କ ସାଙ୍ଗରେ ଆଉ କଣ, ଆସିକିରି ଆଡମିସନ ହେଇକିରି ସେଇଠୁ ତ ଜୀବନର ମୂଳ ଆସ୍ତେ 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 ବଦଳିଲା। ଏଇଠି ଯୋଉ ଆସିଲେ ସଙ୍ଗୀତ ମହାବିଦ୍ୟାଳୟରେ ଯୋଉ ଇଣ୍ଟରଭ୍ୟୁ ହେଇଥିବ ଆପଣଙ୍କର, ସେଇଠି କୋଉ ଗୀତଟା ଆପଣ ଗାଇଛି? ଏଇ ଗୀତ ଗାଇଥିଲି, ତୋର ବଞ୍ଚିବ କେହିରେ। ସେତେବେଳେ 65 ମସିହା ଆଉ। ହଁ 65ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି। ଗାଇବା ବନ୍ଦ କରିଦେଲେଣି 10 ବର୍ଷ ହେଲାଣି, ଆଉ ଗାଇପାରୁନି, ଗଳା ଉତ୍ସାହ ଦେଲାନି। ଆପଣଙ୍କ ପିଲା କୋଉର? ସେ ତ ବହୁତ ପଛରେ 1996-97 ସନ୍ଦେହ ଆଶା ନଈ ନଈ ଗାଈ ଗୋଠ ନେଇ ଯାଇଛି କହ୍ନେଇ କାହିଁ ହେବେ ନା। ଆଉ ଫିଲ୍ମରେ ଯୋଉ ଟାଇଟଲଟା ଗାଇଥିଲେ ଆପଣ? ସେଟା ତ ଫାଷ୍ଟ ଯୋଉଟାକ କାହିଁ ଗଲେ ବନ୍ଧୁରେ ରାଧା ସରୋଜ ପଟ୍ଟନାୟକ ରାଧାକୃଷ୍ଣ ଭଞ୍ଜଙ୍କର ମ୍ୟୁଜିକ ଏମିତି ଚାଲିଲା। ସେଠି ଗାଇଲା ପରେ କହିଲେ ଏ ପିଲା ଟିକେ ଛାଡି ଦେଇକିରି ଯାଅ, ଶବ୍ଦ ମରିଥାନ୍ତି। କିଏ ନା ମୁକେଶ ଗାଉଥିଲେ, କିଏ କହିଲେ ତାଙ୍କ ଭଳିଆ ଗଳାଟେ ଶୁଭୁଛି, ପିଲା ଟିକେ ଆମେ ରଖି ନେଉଛୁ, ତାକୁ ବର୍ଷ ଭିତରେ ସେ କାର ଚଳିବ ଫ୍ଲାଟ ଦେବୁ ଆମେ। କହିଲି ନାଇଁ ଆଜ୍ଞା, ପିଲାମାନେ ପଢୁଛନ୍ତି ସେଠି ଭୁବନେଶ୍ୱର ଡେଙ୍ଗି ସ୍କୁଲରେ, ମୁଁ ସଂସାର ଛାଡି ଏଠି କାର ଚଢିବି କହୁଛି। ବମ୍ବେ କଥା ହଁ, ସେଇଠି ରେକର୍ଡିଂ ହେଇଥିଲା ନା, କାହିଁ ଗଲେ ବନ୍ଧୁରେ ନାଇଁ ଅଭିମାନ ଗୀତଟା ହଉଛି କାହିଁ ଗଲେ ବନ୍ଧୁରେ ରାଧାରାଣୀ। 22-24ଟା ଫିଲ୍ମରେ ଗାଇଛି। ଗୋଦବାଣୀ, ଅଭିମାନ, ସେ ଯୋଉ ପର ଝିଅ ଘର ଭାଙ୍ଗିଲା, ଉଡିଯାଏ ପକ୍ଷୀ ବସା ବାନ୍ଧିବାକୁ, ଛମାଣା ହେରିକା ଗାଇଛି। ବହୁତ ଗାଇଛି, ଜଣା ମନେ ପଡୁନି। ଏମିତି କରି ସେଇଠୁ ଚାଲି ଚାଲି ଏପର୍ଯ୍ୟନ୍ତ ସଙ୍ଗୀତ ଆପଣଙ୍କୁ କଣ ଦେଲା? ସଙ୍ଗୀତ ବହୁତ ଦେଇଛି। ଆଉ କଣ ଦେବା? ଶ୍ରେଷ୍ଠ ଆୱାର୍ଡ ଯୋଉଟା ତ ସବୁଠୁ ଶ୍ରେଷ୍ଠ ଆୱାର୍ଡ ପରିଶ୍ରମ ଉପେନ୍ଦ୍ର ବନ୍ଦ ଆୱାର୍ଡ କହିଲେ ଆଉ କୁହ ବହୁତ। ଆଉ ବହୁତ ତ ସବୁ ଲବି ଚାଲିଛି, ଜାଣିଥିଲେ ସମ୍ବାଦ ଲାଇନରେ ସାମ୍ବାଦିକ ଲାଇନରେ ଅଛି। ମୁଁ କାହାରିକି ମୋ ବିଷୟରେ ପଦେ କହିପାରେନି, ବରଂ ଆପଣଙ୍କ ବିଷୟରେ ମୁଁ 10 ପଦ କହିବି। ମୋ ବିଷୟରେ ମୁଁ କାହାରିକି ଲବି କରେନି, କିଛି ନାହିଁ। ମୋ ଛାତ୍ରମାନେ ସବୁ ନ୍ୟାସନାଲ ଆୱାର୍ଡ ପାଇଲେଣି, ମତେ କେହି ମନେ ରଖିନାହାନ୍ତି। ଦୁନିଆ ଏଠି କେମିତି ମ୍ୟାନେଜ କଲେ ନିଜକୁ? ନିଜକୁ ଟିକେ କଷ୍ଟ ହେଲା। କଷ୍ଟ ହେଲା କଣ, ପ୍ରଥମ ଆସିକି ମତେ ସଙ୍ଗୀତ ମହାବିଦ୍ୟାଳୟରେ ଆଡମିସନ ନେଇକି ହଷ୍ଟେଲରେ ରହିବାକୁ ପଡିଲା। ଏଠି ଯୋଉ ସେ କଣ୍ଟ୍ରୋଲ ସବୁ ଆଣିକିରି ଖାଇଲେ, ସେ ବାସନାରେ ମୁଁ ଆଉ ଖାଇପାରିଲିନି କିଛି। 6 ମାସ ଭିତରେ ସିଭିୟର କଲିକ ବାହାରି ପଡିଲା। ଏଠି ଟ୍ରିଟମେଣ୍ଟ ହେଇକିରି କିଛି ହେଲାନି। ପୁଣି ଗାଁକୁ ଗଲି, ସେଠି ଜଣେ ଭଲ କବିରାଜ ଆମ ଗାଁରେ ଥିଲେ, ରଘୁନାଥ ପଣ୍ଡା, ତାଙ୍କରି ଔଷଧ 2 ମାସ ଖାଇକିରି ଭଲ ହେଇକିରି ଆସିଲି। ବଡ କଷ୍ଟ ହେଲା। ତାପରେ ଆସ୍ତେ 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 ଅଭ୍ୟାସ ହେଲା। ଆଉ କଣ, ଆଉ ଘରେ ତ ଆମର ଜମିଦାରିଆ ଲୋକ, ବିଭିନ୍ନ କିସମର ଧାନ ଚାଷ, ବଢିଆ ଚାଉଳ ଖିଆ ହଉଥିଲା। ଏଠି ଆସି ହଠାତ୍ ପର୍ପଲ ଚାଉଳରେ ପୁଷ୍ପଳା ଦେହରେ ଗଲାନି। ଆଉ ଅଲିଅଳରେ କଟିଛି ବା ଅଭାବରେ କଟିଛି, ଆପଣଙ୍କର କେମିତି କଟିଛି? ପିଲା ମୋର ଅଲିଅଳରେ, ମାନେ ପାଟିରୁ ନବାରଣ କଥା ଜିନିଷ ସବୁ ବୋବେଇ ଦିଏ। ବାପା ବହୁତ ଜମିଦାର ଥିଲେ। କେନ୍ଦୁଝର ରଜା ପିଲା କାନ୍ଦିକି ପଳେଇ ଆସିଲେ। ଆଜିକୁ ମିଟ ପଣ୍ଡା କେନ୍ଦୁଝର ଦେଲା ରଜା, ଆଉ ତା ପାଖରେ ତ ଯେତିକି ଧନ ମୋ ପାଖରେ ନାହିଁ, ଆଉ ମୁଁ କି ରଜା? ମାନେ ଏମିତି କେନ୍ଦୁଝର ରଜାକୁ ଚ୍ୟାଲେଞ୍ଜ କରିଦେଲେ ନା। ରଜା କହିଲେ ମୁଁ ବୈତରଣୀ ବାନ୍ଧିଦେବି ଟଙ୍କାରେ, ବାପା କହିଲେ ମୁଁ ଧାନରେ ବାନ୍ଧିଦେବି ବୈତରଣୀ। ଆଉ ତେଣୁ ଈଶ୍ୱର ପିଲାଦିନଟା ବହୁତ ଭଲରେ କଟେଇଛନ୍ତି। ମଝିରେ ଟିକେ ଏଠି ଅଭାବ ହେଲା। ଯେତେବେଳେ ମୁଁ ସେକେଣ୍ଡ ଇୟରରୁ ଆରମ୍ଭ କଲି ମୋର ପ୍ରଫେସନ ଫୁଲ ଦମରେ, ମାନେ ଯୋଉଟା କି ସଙ୍ଗୀତ ମହାବିଦ୍ୟାଳୟରେ କୌଣସି ପିଲା ଆରମ୍ଭ କରିନଥିଲେ। ପ୍ରଥମ ପିଲା ମୁଁ ଯିଏକି ବିଦେଶ ଗସ୍ତ କଲି ଫ୍ରାନ୍ସ। ନାଇଁ 1971-72। କେତେ ଯେ ବିଦେଶ ଗସ୍ତ କରିଛି ତାର ସୀମା ନାହିଁ।
ଆଉ ହଁ ସତୀ 49-50 ଥର ଯାଇକି ବୁଲିଅଛୁ ଏବଂ ସେଟାକ ଓଡ଼ିଶୀ ସଙ୍ଗୀତ ହୁଏ। ନାଟରେ ମୁଁ ଗାଇବାରେ 1 ନମ୍ବର ଥିଲି। ମୁଁ ନାଟରେ ଯୋଉଠି ଗାଏ ସେଠି ମୁଁ ହିଁ ପାରନ୍ତିନି। ଆଉ ତେଣୁ ମୋ ଡିମାଣ୍ଡଟା ବେଶୀ ଦିଲ୍ଲୀ ଫିଲ୍ମଠୁ ଆରମ୍ଭ କରି ଯିଏ ଆସିଲା ଘନଶ୍ୟାମ ପଣ୍ଡା ସାର୍ ମଙ୍ଗଳାଚରଣ ବଟୁ ପଲ୍ଲବୀ ଅଭିନୟ। ହଁ ମଙ୍ଗଳାଚରଣଟା କ'ଣ ମଙ୍ଗଳାଚରଣ ତ ଠାକୁରଙ୍କୁ ସମର୍ପିତ ହେଇକିରି ମଞ୍ଚ ପ୍ରବେଶ କରିବେ। ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଏଇ ହେଉଛି ମଙ୍ଗଳାଚରଣ। ତାର ଟିକେ ନାଚ ପର୍ସନ ବି ଅଛି। ସେ ସରିଲା ବଟୁଟା ହେଲା ସମ୍ପୂର୍ଣ୍ଣ ନୃତ୍ୟ ଇଏ। ଆମର ଯେତିକି ଅଙ୍ଗଭଙ୍ଗୀ ସବୁ ଓଡ଼ିଶୀ ନୃତ୍ୟରେ ବଟୁ ନୃତ୍ୟରେ ସେଗୁଡ଼ାକ ସବୁ ପ୍ରଦର୍ଶନ କରେ। ପଲ୍ଲବୀ ପଲ୍ଲବୀଟା ହେଉଛି ଆପଣଙ୍କର କଳା କୌଶଳର ବାହାଦୁରୀ ଦେଖେଇବେ ସେଥିରେ। କେତେ କିସମର ଲୟକାରୀ ହେନ୍ ତେନ୍ ଏଇସବୁ ପଲ୍ଲବୀରେ ଦେଖେ। ଅଭିନୟ ତ ହେଉଛି କ୍ରେନ୍ ଜିନିଷ ଆଉ ନୃତ୍ୟର। ଆପଣଙ୍କର କୋଉଟା ବେଶୀ ପସନ୍ଦ ଥିଲା? ମୋର ସବୁ ଗୁଡ଼ାକ କୋଉଟାରେ କମ୍ ନଥିଲା ଆଉ ସବୁ ଗୁଡ଼ାକ ମୁଁ ବଡ଼ ଗୁରୁତ୍ୱର ସହିତ ମଙ୍ଗଳାଚରଣରୁ ପଦେ କୁହନ୍ତୁ, କଥା କୁହନ୍ତୁ। ମଙ୍ଗଳାଚରଣ ତ ଆରମ୍ଭ କରିଥିଲା ଜଗନ୍ନାଥଙ୍କଠୁ କଦାଚିତ୍ କାହିଁ ପେଟ ବିଭିନ୍ନ ସଙ୍ଗୀତ କବଳ ବା ଭିନ୍ନାରି ଭଜନ କମା ସାଭାର ମଧୁକର ଅମା ଶମ୍ଭୋର ବ୍ରହ୍ମା ସୁରପତି ଗଣେଶାର ଚିତ୍ତ ପଦ ଜଗନ୍ନାଥ ସ୍ୱାମୀ ନୟନ ପତିତାରି ଭଗବତୀ। बटू तक धा धा करता के काम थे तक के धा धा करता के काम थे। এটা চালিত 30 করবি 40 টা তালিশ করে নৃত্য শিল্পী বিভিন্ন অঙ্গভঙ্গি আমার ଯେଉଁ বীণা মুদ্রা সেই মঞ্জিরা ସେ ମୁଦ୍ରା ସବୁ ପ୍ରଦର୍ଶନ କରି ପଲ୍ଲବୀ ପଲ୍ଲବୀଟା ହେଉଛି ଆପଣଙ୍କର କେତେ ଲୟକାରୀ ଅଛି କେତେ କ'ଣ ମାନେ ସୁପର ଚିନ୍ତାଧାରା ସେଟା ପଲ୍ଲବୀରେ ଶୁଣିବା। ଗୋଟେ ଗୀତ ନାଇଁ ଇଏ ତ ବିଶେଷ କରି ଶଙ୍କରାଭରଣ ବହୁତ ହଁ तारी छम तारी छम तारी झुम तारी है तारी झुम झम तारी ता झण ହଁ ता झम तारी ता झण ଅଭିନୟ ଗୋଟେ ମନେ ପଡୁଛି ଇଏ ତ ବହୁତ ପୁରାକି ଗୋପଦାନ ବନାଠୁ ଆରମ୍ଭ କରି ନାଇକି କରିଦେଲା କାହିଁକି ଯୋଉ ମିଶନି ମୁଁ ଶୁଣିଛି ଆପଣଙ୍କର ତୋ ଲାଗି ଗୋପ ନାଇଁ ଦୋ ମନରେ ସୁନା ତୋଲାଗି ନଯିବି ଯମୁନା। ଦୁଃଖ ଅନୁଭବ କରୁଛି ବାପା ଚାଲିଗଲା ଦିନ ଆମ ଗୁରୁଜୀ 2-3 ଜଣ ଚାଲିଗଲା ପରେ ମୁଁ କି ଭାବିଲି ମୁଁ ଗୋଟେ ଏକା ହେଇଗଲି ନା କ'ଣ ତାହାକୁ ପଚାରିବି ଆଉ ଭଲ ହୁଅନ୍ତା। କୋଉ ଗୁରୁଜୀ? ଗୁରୁ ଶ୍ରୀହାରୀ ଶ୍ୟାମସୁନ୍ଦର କର ଯିଏ ଓଡ଼ିଶାର ହଉଛନ୍ତି ବାପା। ଏ ଯେତେକ ଛୁଆ ଦେଖୁଛନ୍ତି ସବୁ ତାଙ୍କରି ସେ ଆଉ ଗୁରୁ ମାର୍କଣ୍ଡେୟ ମହାପାତ୍ର ଗୁରୁ ନୃସିଂହନାଥ ପିଟିଆ ଆଉ ଗୁରୁ ବାଳକୃଷ୍ଣ ଦାସ ଗୁରୁ ଗୋପାଳ ଚନ୍ଦ୍ର ତାହା ଆଉ ମୋର ପ୍ରଥମ ଗୁରୁ ଯୋଗେନ୍ଦ୍ରନାଥ ପତି ଯିଏକି କେନ୍ଦ୍ର ରଜାଙ୍କର ପାଟପ୍ରମାଙ୍କର ଗୁରୁ ଥିଲେ। ସେତେବେଳେ ଦୁଃଖ ହେଇଥିଲା ବହୁତ ଦୁଃଖ ମାନେ ମୁଁ ଟିକେ ହତାଶ ହେଇଗଲି ଏଥର ପଚାରିବି କାହାକୁ ମୁଁ କହ ଯୋଉଟା ମୋତେ ନ ଆସିବ ମୁଁ ଯାଇକି ପଚାରିବି କାହାକୁ। କାରଣ ଯୋଉଟା ଯାହାକୁ ନ ଆସେ ସେ ଆସିକି ମୋତେ ପଚାରନ୍ତି ଏଟା ସାର୍ କ'ଣ କେମିତି ହେଲା ସେଟା ସାର୍ କ'ଣ କେମିତି ହେଲା। ମୁଁ କହିଲି ମୋର ହେଲେ କାହାକୁ ପଚାରିବି। ଜୀବନରେ ପ୍ରେମ ହେଇନି ଆପଣଙ୍କର? ନା ପ୍ରେମ ହେଇ ଆସୁଥିଲା ମୁଁ ଦେଖିଲି ଯେ ବାଟ ଭୁଲ। ମୁଁ କହିଲି ଘରେ ଯୋଉଟା କହିବେ ଏଇଠି କର ବୋଲି ସେଇଟା ଠିକ। ମୁଁ ମୋ ଚଏସରେ କିଛି କରିବିନି ଅନ୍ୟମାନଙ୍କୁ ମୋ ପାଇଁ କଷ୍ଟ ଦେବିନି। ଅବଶ୍ୟ ଅଜାତିରେ ମୋ ଜାତିରେ ସେ ଝିଅଟି ମୋତେ ଭାରି ଭଲ ପାଇଲା ଗୀତ ପାଇଁ ବହୁତ ଭଲ ପାଇଯାଆନ୍ତି କିନ୍ତୁ ସେ ଝିଅଟିର ଭଲ ପାଇବା ଥିଲା ଟିକେ ନିଆରା। ମୁଁ କହିଲି ନା ଇଏ ଘରେ କେହି ଜାଣିନାହାନ୍ତି ମୁଁ ତାଙ୍କ ଇଚ୍ଛା ସତ୍ତ୍ୱେ ଏଇସବୁ କାମ କରିପାରିବି ନାହିଁ। ଭଲ ନାହିଁ ଭଲ ନୁହଁ ଭଲ ମନ୍ଦ ବିଚାର ଜ୍ଞାନ ଥିଲା ତେଣୁ ଏଇସବୁ ଭୁଲ ବାଟକୁ ନ ଯାଇକିରି ଘରେ ଯୋଉଠି ଚଏସ୍ କଲେ ସେଠିକୁ ବାହାରେ
ସ୍ତ୍ରୀ ଆପଣଙ୍କୁ ହଁ ବହୁତ ସପୋର୍ଟ କରିଛନ୍ତି। ସେ ଗୀତ ବି ବହୁତ ଭଲ ପାଆନ୍ତି। ସେ ହଉଛନ୍ତି ଆମର ଯୋଉ ଥିଲେ ରାଜେନ୍ଦ୍ର ନାରାୟଣ ସିଂହଙ୍କ ଅମଳରେ ଯିଏ ଥିଲେ ରାଜସ୍ୱ ମନ୍ତ୍ରୀ ରାଜବଲ୍ଲଭ ମିଶ୍ର, ତାଙ୍କରି ଭାଣିଜୀ ସେ। ଆଉ ବହୁତ ଗୀତକୁ ଭଲ ପାଆନ୍ତି। ମୁଁ କେତେବେଳେ ମାସରେ 25 ଦିନ ହେଡ କ୍ୱାର୍ଟରରେ ନଥାଏ। ଛୁଆମାନେ 3ଟା ଯାକ ଛୁଆ ଡେଲି ସ୍କୁଲରେ ପାଠ ପଢୁଛନ୍ତି, ତାଙ୍କୁ ଫିଟ୍ ପାଠ କରିକି ନେଇକି ସ୍କୁଲରେ ଛାଡ଼ିବା ଆଣିବା, ସିଏ କୋଉ ଟ୍ୟୁସନ ମାଷ୍ଟର ପଢିବେ, ସବୁ ତା ଦାୟିତ୍ୱ। ମୋର କିଛି ନାହିଁ। ହଁ, ଈଶ୍ୱରଙ୍କ ଅନୁଭବ ବହୁତ। ମୋର ମଝିରେ ଥରେ ନାଚରେ ଗାଇବା ଦ୍ୱାରା ଭଏସ ଉପରେ ବହୁତ ପ୍ରେସର ପଡେ। ଏମିତି କିଛି ଦିନ ଗାଇଲା ପରେ ଗଳା ଖରାପ ହେଇଗଲା। ହଁ, ବେଶ ଖରାପ ହେଲା। ଆଉ ସେତେବେଳେ ଡକ୍ଟର ମୀନାକ୍ଷୀ ମିଶ୍ର ଥାନ୍ତି ପ୍ରିନ୍ସିପାଲ। ତାଙ୍କରି ସେ ରୋଟାରୀ କ୍ଲବ ସାଙ୍ଗରେ ସମ୍ପର୍କ ଥାଏ। ମୁଁ କହିଲି ମା, ଆମେ ମା ବୋଲି ଡାକିଥାଉ। ବୋଲି ଗୋଳାଧାର ତ ଖରାପ ହେଇଗଲା, ଷ୍ଟାଇପେଣ୍ଡ ତ 40 ଟଙ୍କା ମିଳୁନି, ମୁଁ ପଇସା କୋଉଠୁ ପାଇବି ଯେ ଟ୍ରିଟମେଣ୍ଟ ହେଲି। ସେଠୁ ସେ ରୋଟାରୀ କ୍ଲବ ସାଙ୍ଗରେ ଯୋଗାଯୋଗ କରିକି ମତେ ଗୋଟେ ମାନେ କରେଇଦେଲେ ସୁବିଧାଟେ, ଯୋଉଟାକି ରୋଟାରୀ କ୍ଲବ ମୋର ସବୁ ଖର୍ଚ୍ଚ ବହନ କଲା। ଆଉ ସେତେବେଳେ ENTର ପ୍ରଫେସର ଥାନ୍ତି ଡକ୍ଟର ଶ୍ରୀକାନ୍ତ ଦାସ, ଇଏ ବଡ଼ ମେଡିକାଲ କଲେଜରେ। ଆଉ ତାଙ୍କରି ପାଖରେ ଟ୍ରିଟମେଣ୍ଟ ହେଇକି ଆସ୍ତେ ଆସ୍ତେ ଭଲ କରି ସେଇଠି ଦିନେ ଗୋଟେ ଜାଗାରେ ପ୍ରୋଗ୍ରାମ ହଉଥାଏ, ସେଠିକି ରଘୁନାଥ ପାଣିଗ୍ରାହୀ ଯାଇଥାନ୍ତି ଗାଇବାକୁ, ମୁଁ ଯାଇଥାନ୍ତି ଗାଇବାକୁ। ଭାଇନା ଗାଇସାରିଲା କି ଭାଇନା ବହୁତ ଭଲ ପାଆନ୍ତି, ତାଙ୍କ ବହୁତ ସିନିୟର ଲୋକ ଅଛି। ଆଉ କହିଲେ ଏଥର ତୁ ଗାରେ। ମୁଁ ହାରମୋନିଟା ଧରିଛି, ପଦେ ଗାଇକି ଗଳାଟା ବସିଗଲା, ଆଉ କାନ୍ଦି ପଡ଼ିଲି। ସେଇଦିନ ବହୁତ ଦୁଃଖ ହେଇଥିଲା ଜୀବନକୁ। ମୁଁ କହିଲି ଆଜି ଗାଇପାରିଲିନି। ସମସ୍ତେ ଅନୁଭବ କଲେ, କହିଲେ ନାଇଁ ପିଲାଟି ବହୁତ କଷ୍ଟ ପାଇଲା, ଥାଉ ବାବା ଗାଇବା ଦରକାର ନାହିଁ, ଆମେ ବୁଝିଗଲୁ। ସେଇଦିନ ଭାବିଲେ, ମୁଁ କହିଲି ଆଉ ମୋ ସହ ବଞ୍ଚିକିରି ଲାଭ କିଛି ନାହିଁ। ଗାଇ ପାରିଲିନି ଗୀତ, ମୁଁ ଗୋଟେ ସିଙ୍ଗରଟେ, ଆଉ ଏମିତି ବଞ୍ଚିବାର ମାନେ କ'ଣ ହୁଏ? ଦେଇକି କହିକି ରାତି ଟିକେ ଆତ୍ମୀୟ ଲୋକ ଆସିଲା, କାନ୍ଦି କାନ୍ଦି ଶୋଇ ପଡୁଛି। ସେତେବେଳେ ଘର ସଂସାର କରିବି। ଶୋଇ ପଡ଼ିବା ଭିତରେ ବହୁତ ଗାଢ ନିଦ ହେଇଯାଇଛି। ଏମିତି ଠାକୁରଙ୍କୁ ଡାକି ଡାକି ଶୋଇ ପଡ଼ିଲି। ତାପରେ ଗୋଟେ ସ୍ୱପ୍ନ ଦେଖିଲି। ସ୍ୱପ୍ନ ଦେଖିଲି ଯେ ଗୋଟେ ଛାତ ଘର ତଳେ ଶୋଇଯିବି, ମାନେ ହଲଟେ ଭଳିଆ ହେଇଛି। ସେଠି ଗୋଟେ ଶବ୍ଦ ହେଲା, ସେ ଶବ୍ଦ ପରେ 2ଟା କୋଣା ହେଇଗଲା ସେ ଛାତରେ। ସେ କୋଣା ଆଡୁ 2ଟା ସାପ ବାହାରିଲେ। ସାପ ବାହାରିକିରି ମୋର ଏଇଠି ଧରିକି ଟେକିକି ନେଇଗଲେ ମତେ ଉପରକୁ, ଦେଇକି ସେ ଶିବଙ୍କ ଆଡ଼ିକି ଏମିତି କରିଦେଲେ। ସେଠୁ ସେ ଶିବ ମଣିଷ ଭଳିଆ ହେଇକି ମୁଁ ଅନୁଭବ କଲି ଶିବ ଆଉ କେହି ନୁହନ୍ତି। ମୁଁ କହିଲେ କ'ଣ? ମୁଁ କହିଲି ଆଉ ଗାଇ ପାରୁନି ବାବା ଗୀତ, ଆଉ ବଞ୍ଚିକିରି ଲାଭ ଗାଇ ଯା କିଛି ହବନି, କହ ବେଳା ଖରାପ ପଡିଛି, କିଛି ନାହିଁ, ଯା ଯା କହିଲେ ନିର୍ଗତି ଭାଙ୍ଗିଗଲା। ସେଇଠୁ ଆନନ୍ଦରେ ଶୋଇଲି। ସେଇଠୁ ମନେ ପଡ଼ିଗଲା ତା ପରଠୁ କେବେ ଦିନେ ଚିନ୍ତା କରିନି, ଦୁଃଖ କରିନି, କି ସେମିତିଆ ସମସ୍ୟା ମୁଁ ଶୁଣିଥିଲି। ଥନ ଭାଙ୍ଗି କ୍ଷୀର ଦେଇଥିଲା ମା, ଏଟା ଆପଣ ଗାଇଥିଲେ ପରା? ଫୁଲ ଭାଙ୍ଗି କ୍ଷୀର ଦେଇଥିଲା ମା, ଏଟା ବୋଧେ ଶିବ କଣ ଲକ୍ଷ୍ମୀ ଶିବ ପୂଜି ପାଇଁ ସ୍ୱରୂପ ନାୟକ ମ୍ୟୁଜିକ, ବଢିଆ ମ୍ୟୁଜିକ। ଲକ୍ଷ୍ମୀ ଶିବ ଟିକେ ଲକ୍ଷ୍ମୀ ଶିବ ପୂଜି ପାଇଥିଲୁ ପୁଅ ଚାହିଁଲା ନାହିଁ ତ। ବଢିଆ ଗୀତ, ବଢିଆ। ଯଦି ଗୀତକୁ ଆସିନଥାନ୍ତେ ଆଉ କ'ଣ କରିଥାନ୍ତେ ଭାବିଥିଲେ? ମୁଁ କିଛି ଭାବିନଥିଲି। ମୁଁ ଯେତେବେଳେ ଗୀତକୁ ଆସିଲି ମତେ ସେତେବେଳେ କେତେ ବର୍ଷ କି? 65 ମସିହାରେ ଆସିଲି, 1946-45ରେ ଜନ୍ମ। କେତେ ବର୍ଷ ହେଇଥିଲା ସେତେବେଳେ? ଏଗୁଡାକ ଭାବିବାକୁ, କାରଣ ଏତେ ସମ୍ପତ୍ତି ବାଡି ଥିଲା, ଏଗୁଡାକ ଭାବିବାକୁ ଆଉ ମାନେ ଅବକାଶ ଆସିନି ସେମିତି କିଛି। ଈଶ୍ୱର ମାଲିକ, ଈଶ୍ୱର ଚଲେଇଲେ। ମୁଁ କୋଉଟା କ'ଣ ପଛି ଆସିଲି ବୋଧେ। ଆଉ ବଂଶ ଯାକ ସମସ୍ତେ ସପୋର୍ଟ କରିଛନ୍ତି। ମୁଁ ଯେତେବେଳେ ଫ୍ରାନ୍ସ ଗଲି, ଆମ ଗାଁର ଯିଏ ମୋର ଗୋଟେ ପିସି ପୁଅ ହେଇଥିଲେ ମକର ମୋହନ ହୋତା IAS,
ସେ କଲେକ୍ଟର ଥିଲା ବ୍ରହ୍ମପୁର, ଯାଇକିରି ଗାଁରେ କହିଲା ଆମେ ଏତେ ପାଠ ପଢିକିରି ନା ଏପର୍ଯ୍ୟନ୍ତ ଦିଲ୍ଲୀ ଦେଖିନୁ, ସେ ଯାଇ ପ୍ୟାରିସ ଦେଖିଲାଣି, ତାକୁ କଣ ଯିବ ଭାବିଛ ତମେ? ବୁଝିପାରୁନ ସେ କୋଉ କ୍ୟାଟେଗୋରୀର ପିଲା। ଏମିତିକିରି ସବୁ ଗାଁରେ ବୁଝେଇଲେ, ସେ କହିଲେ ପ୍ୟାରିସ କଣ ଯାଇଥିଲା, ଏଟା କୁଆଡେ କଣ କେମିତି ଗାଁରେ ଆଶ୍ଚର୍ଯ୍ୟ, ଏଠୁ କେହି ଚେମ୍ବର ବଢେଇବି ଆଉ ଗାଁ ଲୋକ ଦେଖିଯାଇଥିଲେ। ଏମିତି ଅବସ୍ଥା ଆଉ କଣ। ବାଧା ଉପୁଜିନି ଜୀବନରେ, ଗୋଟେ ବଡ ବାଧା। ହଁ, ବଡ ବାଧା ଦେଖୁଥିଲା ଏଇ ଜାଗାଟି କାହିଁ ଯାଉ। ଏଇ ଯୋଉ କ୍ଲର୍କ ଗୋଟେ ଘର କରିଛି, ମୋର ଜଣେ ବନ୍ଧୁ ଥିଲେ ନୂଆପଲ୍ଲୀରେ ଶହୀଦ ବଳବନ୍ତ ରାୟ। ସେ ଗୋଟେ ଉତ୍କଳ ଅପେରା ବୋଲି ଗୋଟେ ଅପେରା କରୁଥିଲେ, ଜାଣିଥିଲି। ସେ ଅପେରାର ମୁଁ 3ଟା 4ଟା ବହିରେ ମ୍ୟୁଜିକ କରିଥିଲି। ସେ ଗୋଟେ ଯେତେବେଳେ ପଇସା ଦେଇ ଚାଲୁଥିଲି, ସେଠୁ ମୋ ସ୍ତ୍ରୀ ତାଙ୍କୁ କହିଲା ଆଜ୍ଞା ଆଉ ଆପଣମାନେ ଏତେ ବଡ଼ ବଡ଼ ଲୋକ ନୂଆପଲ୍ଲୀର ଥାଉଁ ଥାଉଁ ଆଉ ଜାଗା ଖଣ୍ଡେ ନାହିଁ ଆମର, ସେତିକି ଦୟା କରନ୍ତେନି ସେ ଜାଗା କିଣିଏ। ସେ କଣ କଲେ, ସେ ପାର୍ଟି ଯାତ୍ରା ପାର୍ଟି କଲା ବେଳକୁ ଏଇ ଜାଗାଟା 110 ଡିସିମିଲ୍, ଏଇଟାକୁ ସିଏ 5,000 ଟଙ୍କା ବନ୍ଧୁକିରେ ସେତେବେଳେ ଅଧ ବେହେରା ବୋଲି ଜଣେ ଅଛନ୍ତି ନୂଆପଲ୍ଲୀରେ, ତାଙ୍କୁ ବନ୍ଧକ ଦେଇଥିଲେ। କହିଲେ ଏମିତି ଗୋଟେ ଜାଗା ଅଛି, ଆପଣ ସେତିକି ପଇସା ଯୋଗାଡ଼ କରିପାରିବେ, ସେ ଜମିଟା ତାକୁ ଛଡେଇ ଆଣିବା ପଣ୍ଡା ବାବୁ ନାଁରେ କରିଦେବା ଆଉ। ମୁଁ କହିଲି ମୁଁ ଚେଷ୍ଟା କରିବି ଯେ ଏକାଥରେ ଆଜ୍ଞା ତ ଦେଇପାରିବିନି। ମୁଁ କହିଲି ନା, ସିଏ 5,000 ମଣ୍ଡିକି ବାବୁଟେ ନବ, ସେ ରେଜିଷ୍ଟ୍ରେସନ ବହୁତ କଥା ଅଛି, ଆଉ ସିଏ କହିଲା ମୁଁ 1,000 ଟଙ୍କା ସୁଧ ନେବି। ଏମିତି କହିକିରି ସେଠୁ ବହୁତ ଇଏ କରିକିରି ସବୁ ହେଇକିରି କହିଲେ ପଇସା ପଠାରେ ଆଗେ ରେଜିଷ୍ଟ୍ରି କରିଦେବ। ଯାଇକି ରେଜିଷ୍ଟ୍ରି କରିଦେଲେ, ସବୁ ହେଇକିରି ଖର୍ଚ୍ଚ ହେଲା 8,100 ଟଙ୍କା। 8,100 ଟଙ୍କା। ମୁଁ କହିଲି ମୁଁ ତ ଏତେ ପଇସା ଦେଇପାରିବିନି, ଆଗେ 3,000 ଟଙ୍କା ଦେବି। କହିଲା ହଁ ସେତିକି ଦେ। ସେତିକି ଦେଲି। ସେ ପଇସାକୁ 3 କିସ୍ତିରେ ବହୁ ମୁସ୍କିଲରେ ସେ ପଇସାକୁ ପେମେଣ୍ଟ କରୁଛି। ସେଇଟା ବହୁତ ଫାଇନାନ୍ସିଆଲ ମତେ ବହୁତ କଷ୍ଟ ଦେଇଥିଲା। ମୁଁ କହିଲି ଏ ପଇସା, ଆଚ୍ଛା ସେତେବେଳେ ତ ଚାକିରିରେ ନୂଆ ଜଏନ୍ କରିଥାଏ, ସେତେବେଳେ କେତେ ଦରମା କି ସିନା 50,000 60,000 ଏମିତି ପାଉଛନ୍ତି, ସେତେବେଳେ ତ 360 ଟଙ୍କା ଦରମା, କୋଉଠୁ ଆଣିକି ଏତେ ପଇସା ମୁଁ ଦେବାକୁ। ଆଉ ଯାହା ହଉ ମୋ ସ୍ତ୍ରୀ ତା ବାପ ଘର କିଛି ବ୍ୟବସ୍ଥା କଲା, ଏମିତି କରିକିରି ପଇସା ଦେଇଦେଲୁ। ସେଇ ଭଦ୍ରଲୋକଙ୍କ ପ୍ରସାଦରେ ଏଇଠି ଯେମିତି ଦୁନିଆକୁ ଆପଣ ଜୟ କରିବେନି। ହଁ ଗୋଟେ ମୋମେଣ୍ଟ। ନାଇଁ, ସେଟା ହଉଛି ଅଭିମାନ ଫିଲ୍ମରେ ଯେତେବେଳେ, ଅଭିମାନ ଫିଲ୍ମ ପୂର୍ବରୁ ଆଉ ଗୋଟେ ଫିଲ୍ମ ହେଇଥିଲା, ସେ ଫିଲ୍ମଟା ରିଲିଜ କଲାନି। ସେ ଭିତରଟା ବହୁତ ସୁନ୍ଦର ହେଇଥିଲା, ଶାନ୍ତନୁ ମହାପାତ୍ରଙ୍କ ମ୍ୟୁଜିକ କାଳିଜାଇ। ସେ 3 ଜଣ ପ୍ରଡ୍ୟୁସର ହେଇକିରି କରୁଥିଲେ, ତାଙ୍କ ଭିତରେ ବିବାଦ ହେଇକିରି ଫିଲ୍ମଟା ବନ୍ଦ ହେଇଗଲା। ସିଏ ବାଳକୃଷ୍ଣ ସାର୍ ସେ ଗୀତ ଗାଇବାର ଥିଲା। ବାଳକୃଷ୍ଣ ସାର୍ କଲିକତା ଯାଇଥିଲେ ଗୋଟେ ରେକର୍ଡିଂ ପାଇଁ। ସେ ତ କଲିକତା ଗଲେ, ସେ ଟିକେ ଟିକେ ମଝିରେ ଗୁରୁ ଆମର ଦୁଷ୍ଟ ହେଇଯାନ୍ତି, ଆଉ ସିଏ ଇଏ ରହିଗଲେ ଆଉ କଣ। ସେଠୁ କଣ କରିବା ଗୁରୁଜୀ 5 ଦିନ ଅପେକ୍ଷା କଲା ପରେ କଲେଜରେ କ୍ଲାସ କମ୍ ଥାଇ ଶାନ୍ତନୁ ମହାପାତ୍ର ଆସି ପହଞ୍ଚିଲେ। କହିଲେ ରେ ଘନଶ୍ୟାମ, ଆରେ ତୋ ମୋରୁ ଗୋଟେ ଗୀତ ଗାଇବାର ଥିଲା, ତୁ ଗାଇଦିଅନ୍ତୁନି। ତାଙ୍କ ତୋ ଗାଁଟା ତ ତାଙ୍କ ଗାଁ ଭଳିଆ ଶୁଭୁଛି। ଆଉ ମୁଁ କହିଲି ଗାଇପାରିବି କି ନାହିଁ, ଗୁରୁଜୀ ଗାଇବାର ଥିଲା, ମୁଁ କଣ ଗାଇବି। ମତେ ଶୁଣେଇଲେ, ମୁଁ କହିଲି ମୁଁ ଚେଷ୍ଟା କରିବି। ମତେ ଭାରି ଭଲ ଲାଗିଲା ଗୀତଟା। କଣ ହେଇଥିଲା? ଯାଇ ଯାଏ ଶାଶୁ ଘରର ଆଖିରେ ଆଖିରେ ଲୁହ, ଯେତେବେଳେ ଯାଇ ବିଦାୟ ହେଉଛି ସେତିକି ବଡ ଗୀତଟା। ସେ ଶୁଣିକି ତ ସବୁ ଖୁସି ହେଇଗଲା, କହିଲେ ହେ ଆମେ ଦ୍ୱିତୀୟ ବାଳକୃଷ୍ଣ ଦାସ ପାଇଗଲୁ, ଆମର ହେଇଗଲା ଗୀତ ଆଉ କିଛି। ଆଉ ତାପରେ ସେ ଫିଲ୍ମଟା ହେଇପାରିଲାନି। ଅଭିମାନ ପିକ୍ଚରରେ ଗାଇ ସାରିଲି ଯେମିତି, ଆଉ ସେ ସବୁ ଷ୍ଟୁଡିଓରେ ଖୁସି। ଏଠି ଯେତେବେଳେ ଅଭିମାନର ଗୀତଟା କଣ ଥିଲା? କାହିଁ ଗଲେ ବନ୍ଧୁରେ, ରାଧାରାଣୀ ଘୁରି ମରେ, ଅଭିମାନ ପିକ୍ଚର। କାହିଁ ଗଲେ ବନ୍ଧୁରେ, ବହୁତ ଉଚ୍ଚ ଗୀତ ଗାଇ। ହଁ, ସେଟା ଯୋଉଦିନ ରିଲିଜ ହେଇକି ଚାରିଆଡେ ବାଜିଲା, ମୁଁ ଯାଉଥାଏ ତାଳଚେର ଗୋଟେ ପ୍ରୋଗ୍ରାମରେ, ସେଇ ଯୋଉ ଟ୍ୟାକ୍ସି ବାଲା ନେଇଥିଲା ସେ ଗୀତଟା ଲଗେଇଦେଲା। କହିଲେ ଏଟା କୋଉ ଗୀତ ହବ? କହିଲେ ଆଜ୍ଞା ସେ ଗୋଟେ ଓଡିଆ ଅଭିମାନ ପିକ୍ଚର ହେଇଛି, ତାରି ଗୀତ ପରା। କହିଲେ କିଏ ଗାଇଛନ୍ତି? ନା ଘନଶ୍ୟାମ ପଣ୍ଡା। ଘନଶ୍ୟାମ ପଣ୍ଡା ସିଏ ମତେ ଚେକ୍
କହିଲା ଘନଶ୍ୟାମ ପଣ୍ଡା ଗାଇଛନ୍ତି। ମୁଁ କହିଲି ଆଚ୍ଛା ଏଇଟା କେମିତି ଲାଗୁଛି ଗୀତ? କହିଲା ଆଜ୍ଞା କଣ କହିବି ମୁଁ ତ ଜାଣିଲି ଆଉ। ଏମିତି କହିକିରି ସେ ବହୁତ ପ୍ରଶଂସା କଲା। ସେଠି ଯିଏ ପଛରେ ବସିଥିଲେ ଗୁରୁ ଗଙ୍ଗାଧର ପ୍ରଧାନ ସବୁ ହେଲେ ଏଇରେ ସେଇ ପରା ଘନଶ୍ୟାମ ପଣ୍ଡା ଆଉ କାହାକୁ ନା ଆଜ୍ଞା ମୁଁ ଚିହ୍ନି ନେଇ ଆପଣଙ୍କୁ, ମତେ କ୍ଷମା କରିବେ ଆଜ୍ଞା। କଣ ଗାଇଛନ୍ତି? ଗାଡି ବନ୍ଦ କଲା, ପାଦ ଛୁଇଁକିରି ମୁଣ୍ଡିଆ ମାରିଲା, ସେଠି ହେଇଗଲା। ମୁଁ କାନ୍ଦି ପକେଇଛି। ସେଇଦିନ ମୁଁ ବହୁତ ଆତ୍ମବିଭୋର ହେଇଛି। ମୁଁ କହିଲି କି ମୁଁ କଣ ଫିଡବ୍ୟାକ୍ ପାଇନି ନା କିଛି। ମୁଁ ସେଠୁ ଭାବିଲି ଏମିତି ଗାଉଛି ମୁଁ ଗୀତ, କିନ୍ତୁ ଭଲ ଗାଉଛି। ସେଠୁ ଗୋଟେ ଆତ୍ମବିଶ୍ୱାସ ଆସିଲା, ଅତି ବିଭୋର ହେଇଗଲି ଆଉ। ସେଇ ଦିନଟା ବହୁତ ଆନନ୍ଦ କରେ। କିଛି ଛାତ୍ର ଆପଣ ତିଆରି କରିଛନ୍ତି ଯୋଉମାନଙ୍କ ନାଁ କହିବେ? ହଁ କିଏ ତିଆରି ନ ହେଇଛି। ରାମହରି ଦାସଙ୍କୁ ତ ପ୍ରଥମ ଗୀତ ଶିଖେଇକିରି କଲେଜରେ ଆଡମିସନ କରିଛି। ବିଜୟ ଜେନାଙ୍କୁ ଶିଖେଇଛି ଗୀତ, ନିମାକାନ୍ତ ରାଉତରାୟ ଗୀତ ଶିଖିଛନ୍ତି। ଆଉ ସମସ୍ତେ ତ ମୋର ଆଜ୍ଞା ଷଣ୍ଢ ପାଠ। ହଁ କେଶବ କିଏ ମତେ ସମସ୍ତେ ଫଲୋ କରୁଛନ୍ତି। ମୋ ପାଠଟା ହଉଛି ଷଣ୍ଢ ପାଠ। ଷଣ୍ଢ ସମସ୍ତଙ୍କ ବାପା, କିନ୍ତୁ କେହି ଡାକନ୍ତିନି ତାକୁ ବାପା। ରହୁଛି ଏଇଆ। ଏଇନେ ଗୁରୁ ବି ଜୀବିତ ଅଛନ୍ତି, ଭଲ ଗୁରୁ ରାମହରି ଦାସ ହେଲେ ସମସ୍ତେ ଭଲ ଗୁରୁ। ଏଇନେ ଆଉ ଜୀବନ୍ତ ଗୁରୁ ପାଖରୁ କେହି ଶିଖିବା ଆମ ଫଳରେ ନା। ଏଇନେ ସେଇ ମୃତ ଗୁରୁ ଶିଳି ଆଉ କ୍ୟାସେ ଏଇ ହଉଛି ତାଙ୍କ ଗୁରୁ। ସେ ତ ଗୀତ ଉଠେଇକି ତାଙ୍କର ଗାଇ ଦଉଛନ୍ତି। ଆଉ ଗୁରୁ କତିକି ଯିବା କଣ ଦରକାର? ନା ପରିଶ୍ରମ କରି ଅଭ୍ୟାସ କରି ଗଳା ତିଆରି କରିବା କଣ ଦରକାର? ଆଉ ଗୀତର ସବୁ ସ୍ୱରୂପ ନଷ୍ଟ ହେଇଗଲାଣି। ଆମେ ଯେତେବେଳେ ଗାଉଥିଲୁ ଗୀତ, ବାଳଗୋପାଳ ଦାସଙ୍କ ପ୍ରୋଗ୍ରାମ, ସମସ୍ତଙ୍କ ବଡ଼ ବଡ଼ କଳାକାରଙ୍କ ସିଙ୍ଗରଙ୍କ ପ୍ରୋଗ୍ରାମ ସବୁ ଶୁଣୁଥିଲୁ। ପ୍ରୋଗ୍ରାମ ସରୁଥିଲା, ଲୋକ ଯେତେବେଳେ ବାହାରିକିରି ହଲକୁ ଆସୁଥିଲେ ସେଇ ଗୀତକୁ ଗୁଣ ଏଇରେ ଗାଇକିରି ଆସୁଥିଲେ। ଏଇନେ ଯୋଉ ଗାଉଛନ୍ତି ଗୀତ, ଏଇନେ ଯିଏ ବାହାରିକି ଆସୁଛନ୍ତି କଣ ଗାଇଲେ, କଣ ଶୁଣିଲ? କହିଲେ ସେ କଣ ଗାଇଲେ? ଗୀତ ତ କମ, ଗୀତ ହଉଛି 200 ଗ୍ରାମ, ସାରଗାମା ହଉଛି 800 ଗ୍ରାମ। ଆମେ କୋଉ ତା ମନେ ରଖିବୁ ଯେ ଆଉ କହିବୁ ଆପଣଙ୍କୁ। କୋଉ ନୃତ୍ୟଶିଳ୍ପୀ ଆପଣଙ୍କ ଗୀତକୁ ସଠିକ ଭାବରେ, ସୁନ୍ଦର ଭାବରେ ପ୍ରେଜେଣ୍ଟ କରିପାରନ୍ତି? କିଛି ନୃତ୍ୟଶିଳ୍ପୀଙ୍କ ନାଁ କହିବେ? ହଁ, ଡକ୍ଟର ମୀନାକ୍ଷୀ ମିଶ୍ର। ସିଏ ତାଙ୍କର ବହୁତ ଚଏସ୍, ତାଙ୍କ ଅଭିନୟ ପ୍ରଭିନୟ ତାଙ୍କ ପ୍ରୋଗ୍ରାମରେ ଗାଇଲେ ସିଙ୍ଗର। ତାଙ୍କର 2 ଜଣ ଚଏସ୍ କଳାକାର ଥିଲେ, ବାଳକୃଷ୍ଣ ଦାସ ଆଉ ଘନଶ୍ୟାମ ପଣ୍ଡା। ତା ଛଡା ସିଏ ପ୍ରୋଗ୍ରାମ କ୍ୟାନସଲ କରିଦେଇଥିଲା, କାହିଁକି ଡାକିଲେନି। ଆଉ ସମସ୍ତେ ଅରୁଣା ମହାନ୍ତି କହନ୍ତୁ, ସେ ଦିଲ୍ଲୀ ଅଲୋକା ପାଣିକର କହନ୍ତୁ, ସେ ଗୀତା କୁମକୁମ ମହାନ୍ତିଙ୍କ ସାଙ୍ଗରେ ମୁଁ କେବେ ଗାଇନି। ତାଙ୍କ ସାଙ୍ଗରେ ତ ରାଖାଲ ମହାନ୍ତି ରହୁଥିଲେ ଆଉ। ମୁଁ କେବେ ଗାଇନି ତାଙ୍କ ସାଙ୍ଗରେ। ଭଲ ଆର୍ଟିଷ୍ଟ, ବହୁତ ଦାମିକା ଆର୍ଟିଷ୍ଟ ସେ ସବୁ। ଆଉ ଏଠି ଯେତେ ସମସ୍ତଙ୍କ ସାଙ୍ଗରେ ମୁଁ ଗାଇଛି। ମୁକ୍ତିଲତା ପାଲ, ମୁକ୍ତିଲତା ପାଲ, ନାଇଁ ସେମାନେ ତ ସବୁ ରିଜର୍ଭ ତରଫରୁ ପଡେ। ସାର୍ ଆପଣଙ୍କୁ ଯେତେବେଳେ କ୍ୟାସେଟ୍ ସମୟ ଚାଲିଥିଲା ବା ଆଲବମ୍ ବି ଆସିଥିଲା ତାପରେ ପରେ, ଆପଣଙ୍କୁ ଖୋଜା ପଡିଲା ବହୁତ, କାହିଁକି? ଯେ ଏଟା ରହିବ ନା, କ୍ୟାସେଟ୍ କଲେ ବୁড়େଇ ଦେଇକି ରହିବ। ତେଣୁ ଏଟା ଯେହେତୁ ବେଶୀ ଦିନ ରହିବ, ଆମେ ଗୋଟେ ପରମାନେଣ୍ଟ ଲୋକକୁ ବିକ୍ରି କରିବା, ଯାହା ଗଳାଟା କି ବଞ୍ଚିକି ରହିବ। ଏପର୍ଯ୍ୟନ୍ତ ରହିଛି ଆଜିକି 30 ବର୍ଷ ହେଲାଣି, 40 ବର୍ଷ ହେଲାଣି ମୁଁ ରେକର୍ଡିଂ କରିଦେଇଛି। ସେକୁ ବଜେଇକିରି ନକଲି ମତେ ବି ପିଲା ଅଦ୍ଭୁତ ଲାଗୁଛି। ପିଲା ଗୌର ସିଏ ତ ଓଡ଼ିଶୀ ନାଚ ପାଇଁ ନୁହଁ, ସେ ତ ପିଲା ଗୌର। ହଁ, ପିଲା ଗୌର କହିଲି ପରା, ସନ୍ଧ୍ୟା ସେ ନଈ ନେଇ ଗୀତଟା ସେଇ କରିବା ପାଇଁ ଚାହୁଁନଥିଲି। ମୁଁ ତ ମୋ ବିଷୟରେ କାହିଁକି କିଛି କହେନି। ଖାଲି ଅଂଶ ଗୁଡାକ ରହିଲା, ସବୁ ଛାତ୍ର ମାନେ ପାଇଲେଣି ନ୍ୟାସନାଲ ଆୱାର୍ଡ, ମତେ କିଛି ଆୱାର୍ଡ ନାହିଁ, କିଛି ନାହିଁ। କେବଳ ସରକାର ଛଦଗିରି ସଙ୍ଗୀତ ନାଟକ ଏକାଡେମୀ ଉପେନ୍ଦ୍ର ଭଞ୍ଜ ଆୱାର୍ଡ ଦେଲେ। ସେଇଟା ଗୋଟେ ଟିକେ ଯଦିଓ ମୁଁ ଚାହେଁନି, କିନ୍ତୁ ଅଫସୋସ ରହୁଛି ଯେ ଏତେ କରିକିରି ସମସ୍ତେ ପାର୍ଶ୍ୱରେ ଦେଲା ମତେ, ସେ ଅବଶୋଷଟା ରହୁଛି। ଆପଣ ଖୁସି କୋଉଥିପାଇଁ? ଏଇ ଯେମିତି ଅଛି ବର୍ତ୍ତମାନ ସେ ଖୁସି। ପିଲା ଛୁଆ ଘର ସଙ୍ଗୀତ ସେମାନେ ସୁଖରେ ରହିଲେ, ସଙ୍ଗୀତ ଟିକେ ଟିକେ ଶୁଣୁଛି, ଆଉ ଛୁଆ ପିଲା ଖୁସିରେ ରହିଲେ। ଆସନ୍ତିନି ଆପଣଙ୍କୁ କେହି ଛାତ୍ର ମାନେ ଆପଣଙ୍କୁ ଦେଖା କରିବାକୁ? ନାଇଁ, ଫୋନ ବି ବହୁତ ଜଣ କରନ୍ତିନି।
କିଛି ପୁରୁଣା ଲୋକ ଯିଏ ସବୁ ଏଇ ରାମରିକ ଫାମରିକ ତାଙ୍କ ସାଙ୍ଗରେ କଥାବାର୍ତ୍ତା ଯୋଉମାନେ ଜାଣନ୍ତି ବୁଝନ୍ତି। ଆଉ ଯୋଉମାନେ କିଛି ବୁଝନ୍ତିନି ସେ କ୍ୟାସେଟ ନ ଖୋଜିକିନି ମତେ କାହିଁ ଫୋନ କରିବେ। ଆପଣ ଓଡିଶାକୁ କଣ ବାର୍ତ୍ତା ଦେବେ? କଣ ଆଉ ବାର୍ତ୍ତା ଦେବି ଓଡିଶା ବାଲା ବାର୍ତ୍ତା କଣ ଦବା? ଇଏ ତ ଦୁଆରେ ବର୍ଷା ସେଇଆରେ ଛତା ସିଷ୍ଟମରେ ସବୁ ଚାଲିଛନ୍ତି। ଚଏସ୍ କି ଆସ୍ତେ ଆସ୍ତେ କମି ଯାଉଛି ଓଡିଆଙ୍କର। ଭଲ ମନ୍ଦ ଜ୍ଞାନ ଆସ୍ତେ କମି ଯାଉଛି। କୋଉଟା ଠିକ କୋଉଟା ଭୁଲ ସେ ଜ୍ଞାନ ରହୁନି। ଆଉ ବାର୍ତ୍ତା ଦେବି କଣ? ଯଦି ଓଡିଶୀ ସଙ୍ଗୀତକୁ ଓଡିଶାର ନାଁକୁ ଯଦି ଜେଇଁକିରି ରଖିବା ତାହେଲେ ଟିକେ ଓଡିଶୀ କି ଭଲ ପାଇବା ନିହାତି ଆବଶ୍ୟକ। ଆଉ ଚଏସ୍ଟା ବଦଳେଇବା ଦରକାର। ନହେଲେ ଓଡିଶୀ ଏଇଆ ହବ। ସମସ୍ତେ କହୁଛନ୍ତି ଆମେ ଶାସ୍ତ୍ରୀୟ କରିଦଉଛୁ କରୁଛ ଶାସ୍ତ୍ରୀୟ ତୁମର କରୁଛ। ମୁଁ ତ କହିବି ବେଳେ ବେଳେ ମୁଁ କହିଲି ଓଡିଶୀ ସଙ୍ଗୀତକୁ ବର୍ତ୍ତମାନ କିଛି ନକ୍ସଲପନ୍ଥୀ ପଶି ଆସିଛନ୍ତି। କିନ୍ତୁ ବିଭ୍ରାଟ ଚଲେଇଛନ୍ତି ସବୁ। ତେଣୁ ଏଇ କଥା ଗୁଡାକ ଅନେକ ଲୋକଙ୍କ ହଜମ ହଉନି। ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ଏପର୍ଯ୍ୟନ୍ତ ପାଇପାରିଲାନି। ହଁ ପାଇପାରିନି। କାରଣ କଣ? କାରଣ କଣ? ଆମର ଏକତା ନାହିଁ। ଆଉ ଠିକ ମାର୍ଗରେ ଆମେ ପ୍ରଦର୍ଶନ କରିପାରୁନି। ଲୋକ ଯାହା ଶୁଣୁଛନ୍ତି ଆପଣ ଶୁଣିବେ ସିଂହାରୀ ଶ୍ୟାମଚନ୍ଦ୍ରକରଙ୍କ ଗୀତ, ତାଙ୍କ ଦେଶାତ୍ମକ ବୋଧ ଗୀତ ବି ଓଡିଶୀ ବଢିଆ ଲାଗୁଥିଲା। ତାଙ୍କ ଭଜନ ବି ଓଡିଶୀ ବଢିଆ ଲାଗୁଥିଲା। ସବୁଥିରେ ଓଡିଶୀମୟ। କିନ୍ତୁ ଆମର କଣ ହଉଛି ଓଡିଶୀ ସଙ୍ଗୀତ ବି ଓଡିଶୀ ବଢିଆ ଲାଗୁନାହିଁ। ଗଜଲ ଗାଇଲା ଭଳିଆ ଶୁଣୁଛି। କହିଲେ କାହାକୁ? କଣ ପ୍ରସ୍ତାବ ଦେବେ ଆପଣ? କେମିତି ହେଇପାରନ୍ତା? ନା କିଛି ହେଇପାରିବନି ଯେପର୍ଯ୍ୟନ୍ତ ଆପଣ ନିଜେ ନ ବୁଝିଛନ୍ତି। ଆପଣ ତ କେହି ପିଲା ନୁହନ୍ତି ନା, ଆପଣଙ୍କୁ ବୁଝେଇବ କି? ମୁଁ ଯଦି ନ ବୁଝିବି ମତେ କିଏ ବୁଝେଇବ? କୁହାଯାଉଛି ଯେ ଆପଣ ଏକଥା ହେଇପାରୁନାହାନ୍ତି ସେଥିପାଇଁ। ହଁ ସେ ବି ଗୋଟେ କାରଣ। କେହି ତା ଦିଦିରେ ଅଟଳ ଛାଡୁନାହାନ୍ତି। ଛୁଆକୁ ନାଁ କହିହବନି, କହିଲେ ସେ ଅସୁବିଧା କଥା। ଏ ତ କେହି କାହିଁକି ପଚାରିବାର ନାହିଁ। ଯିଏ ଯାହା କରୁଛି ମୁଁ ଓଡିଶୀ କରୁଛି ଆଉ କଣ।